बोल सब जय जगन्नाथ स्वामी की मन्माथ श्री जगन्नाथ मतात्मा सर्वभूतात्मा तस्मै श्री गुरवे नमः। हे कृष्ण करुणा सिंधु दीनबंधु जगतपते गोपिका गोपेश कांत राधा कांत नमस्तुते। राधा कांत नमस्तुते राधा कांत नमस्तुते राधा कांत नमस्तुते।
বন্ধ করো না পোখরি করো ককাই সেটা বন্ধ করো বন্ধ কর ককাই কহুন কণ্ঠা টিকা কেরল কর কেরল করো না পঞ্জাব করো পক্ষী টিকা ছাড়ি দিও ର ବୋଲ ଶ୍ରୀମନ ଶ୍ରୀ ସତ୍ୟନାରାୟଣ ଦେବଙ୍କ ପ୍ରୀତି ଅର୍ଥେ ଆଜୋ ବୋଲ ସର୍ବେ ଆନନ୍ଦେ କବାର ହରି ହରି ବୋଲା ବିଶ୍ୱବନ୍ଦନିଆ ବିଶ୍ୱ କଲ୍ୟାଣମୟୀ ମା ଜଗଜ୍ଜନନୀ ଆଦ୍ୟା ଶକ୍ତି ଭଗବତୀ ତଥା আচ্ছা ଏ ଗ୍ରାମର ଗ୍ରାମ ଦେବା ଦେବୀଙ୍କ ପ୍ରୀତି ଅର୍ଥେ ବୋଲ ସର୍ବେ ଆନନ୍ଦେ କବାର ହରି ହରି ବୋଲା আগন্তুক দর্শক দর্শিকা তথা পালার উদ্যক্ত ব্যক্তি মানকর শ্রীমন সত্যনারায়ণ সর্বস্মিনী কালে মঙ্গল বিধান করা সঙ্গে সঙ্গে আজো আজো গ্রামর আবাল বৃদ্ধ বনিতা তথা অনুষ্ঠানর কর্মকর্তা ভাই মানকর অড়শী পড়শী আসিথিবা দর্শক বন্ধু মানকর শ্রীমন সত্যনারায়ণ তথা কৃষ্ণদেব সমস্ত চলাপথরে কুসুমন্ত বর্ষা করন্তু ବୋଲ ସର୍ବେ ଆନନ୍ଦେ କବାର ହରି ହରି ବୋଲା ବୋଲ ସର୍ବେ ଆହୁରି ଏକ ହରି ହରି ବୋଲା আরে কর হরি বলো এ হরি হরি বলো হরি হরি বলো গোবিন্দ গোবিন্দ বলো গোবিন্দ গোবিন্দ বলো গোপাল গোপাল বলো এ ননা ওয়াও এ হরি হরি বলো কহিবার তাৎপর্য যুগ ଥିଲା হলি ভজুଥିଲେ হেলা বর্তমান শেষ ভাগরে চালিছি কলি যুগ কলিযুগ কলির হলি পার্করে হলি মার্কেটরে হলি হলরে হলি বাইকরে হলি ইয়ে যেতে গলি সেতে হলি তেণু হরি ভজিয়া ব্যক্তি খুব কম আচ্ছা পরম সম্মানস্পদ সুধী দর্শক সমাজ হেলা আজি ପ୍ରତିଯୋଗିତାମୂଳକ ପାଲାର ଦ୍ୱିତୀୟ ରଜନୀ ଆଜ୍ଞା ଆମ୍ଭମାନଙ୍କର ହେଉଛି ପ୍ରଥମ ପର୍ଯ୍ୟାୟ। ଏ ପ୍ରଥମ ପର୍ଯ୍ୟାୟରେ ଆମେମାନେ ଜଣେ ଜଣେ କଳାକାର ହିସାବରେ তো ଆପଣମାନଙ୍କ ନିକଟରେ ଦଣ୍ଡାୟମାନ ପାଲା ପରିବେଷଣ କରିବା ପାଇଁ ବହୁତ ଖୁସି ଲାଗୁଛି। আচ্ছা ଏ ପବିତ୍ର ଅନୁଷ୍ଠାନରେ ଜଣେ ଜଣେ କଳାକାର ହିସାବରେ ଆମେମାନେ ପଦାର୍ପଣ କରିଥିବାରୁ ଆମେ ନିଜକୁ ବହୁତ ଧନ୍ୟ ମନେ କରୁଛୁ। ଯାହା ହଉ ଆପଣମାନଙ୍କର ସ୍ନେହ ସୌହାର୍ଦ୍ଦ୍ୟ ଆଶୀର୍ବାଦ ଆମମାନଙ୍କ ପ୍ରତି ଏମିତି ସବୁବେଳେ ଥାଉ। খাও খাও ଯାହା ହଉ তো ପ୍ରତିଯୋଗିତା ପାଲା হ্যাঁ হ্যাঁ ପ୍ରତିଯୋଗିତା ପାଲାର ପ୍ରଥମ ପର୍ଯ୍ୟାୟରେ ଯେତେବେଳେ ପାଲାକାର ହିସାବରେ ମଞ୍ଚ ଉପରେ ପଦାର୍ପଣ କରିଛେ আচ্ছা ତମେ ମାନେ ଜଣେ ଜଣେ ପାଳିଆ ହିସାବରେ ହଳେ ଲେଖାଏଁ ଝାଞ୍ଜ ଧରି ମଞ୍ଚ ଉପରେ ପଦାର୍ପଣ କରିଛ। ତମର କାମଟା ହେଲା কোন କିଛି ଅଭିନୟ କରିବା। আমরা কাম অভিনয় ମୁଁ ଜଣେ ବାୟକ ହିସାବରେ ଖଣ୍ଡିଏ ମୃଦଙ୍ଗ ସ୍କନ୍ଧରେ ଧାରଣ କରି তো
ମଞ୍ଚ ଉପରେ ପଦାର୍ପଣ କରିଛି। ମୋର କାମଟା ହେଲା କିଛି ବାଦ୍ୟକୁ ବାଦନ କରିବା। ଆଚ୍ଛା ଏହାପରେ ଶ୍ରୀ ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ପରିଷଦର ଗାୟିକା ଜ୍ୟୋତି ଆଚ୍ଛା ପ୍ରଜ୍ଞା ପାରମିତା ପଣ୍ଡା ମଞ୍ଚ ଉପରକୁ ଆସିବେ। ସୁନ୍ଦର ଭାବରେ ପୁରାଣ ଶାସ୍ତ୍ର ବାବଦରେ କିଛି ଅଂଶ ଆପଣ ମାନଙ୍କୁ ଶୁଣେଇବେ ଆଚ୍ଛା ବା କିଛି ଗୀତ ଗାଇବେ। ଆଚ୍ଛା ଆଚ୍ଛା ଗାୟିକା ମହାଶୟା ଗୀତ ଗାନ କରିବେ। ଗାୟକ ହିସାବରେ ମୁଁ ବାଦ୍ୟବାଦନ କରିବି। ଆଚ୍ଛା ପାଳିଆ ହିସାବରେ ତମେ ମାନେ ଅଭିନୟ କରିବ। ଆଚ୍ଛା ଆଚ୍ଛା ଗୀତ ବାଦ୍ୟ ନୃତ୍ୟ ଶୈବ୍ୟ ତ୍ରିଭିମୁଚ୍ୟତେ ସଙ୍ଗୀତ। ସଙ୍ଗୀତ ଆଚ୍ଛା ଭାଇ, ଏ ସଙ୍ଗୀତ ମାଧ୍ୟମରେ ପ୍ରଭୁଙ୍କର ନାମ କୀର୍ତ୍ତନ କରିବା ଦ୍ୱାରା ଅନୁଷ୍ଠାନର କର୍ମକର୍ତ୍ତା ଭାଇମାନଙ୍କର, ଗ୍ରାମର ଆବାଳ ବୃଦ୍ଧ ବନିତା ମାନଙ୍କର ଏମିତିକି ଜଗତର ମଙ୍ଗଳ ହୋଇଥାଏ। ତାହେଲେ ଜାଣିବା ଦରକାର ଇଏ ସଙ୍ଗୀତର ସୃଷ୍ଟି ହେଲା କେଉଁଠାରୁ? ସଙ୍ଗୀତର ବା ଗୀତ ବାଦ୍ୟ ନୃତ୍ୟ ରସ ୟାକୁ ହିଁ କୁହାଯାଏ ସଙ୍ଗୀତ। ଏ ସଙ୍ଗୀତର ସୃଷ୍ଟି ହେଲା କେଉଁଠାରୁ? ଆଖଡ଼ା ଘରୁ ଆଖଡ଼ା ଘରୁ। ଆଖଡ଼ା ଘରକୁ ଆସିଲା କେଉଁଠାରୁ? କଟକରୁ କଟକକୁ ଆସିଲା କେଉଁଠାରୁ? ବ୍ରହ୍ମପୁରରୁ ଅଧିକ ବଢି ବଢି ଯାଆନା ନାଇଁ, ଏ କଥାର ସମାଧାନ ହେଇପାରିବନି। କୋଉଠୁ ଆସିଲା? ତାହେଲେ ସଙ୍ଗୀତର ସୃଷ୍ଟି କେଉଁଠାରୁ? ଗୋଟିଏ ପଦ ଶ୍ଲୋକ ମୁଁ ଆପଣ ମାନଙ୍କୁ ଗାଇ ଶୁଣେଇବି। ଆଚ୍ଛା ଶ୍ଲୋକଟି ଦେଖିଲେ ପୂର୍ଣ୍ଣା ଚତୁର୍ଣା ବେଦାନ ର ସାରମ୍ୟ କୃତ୍ୟ ପଦ୍ମ ଭୂ ଇମନ୍ତୁ ପଞ୍ଚମ ବେଦ ସଙ୍ଗୀତାକ୍ଷମ କଳ୍ପୟତେ। କବି କହିଲେ ଆଚ୍ଛା ସଙ୍ଗୀତର ସୃଷ୍ଟି କେଉଁଠାରୁ? ପୂର୍ଣ୍ଣା ଚତୁର୍ଣା ବେଦାନା, ପୁରା 4 ବେଦରୁ ଆଚ୍ଛା ବ୍ରହ୍ମା ହଁ ସାର ସଂଗ୍ରହ କଲେ। ସାରି ବେଦରୁ ହଁ, ତେବେ କେଉଁ ବେଦରୁ କେଉଁ ସାର ଆଣିଲେ? ଋକ୍ ବେଦରୁ ବାଦ୍ୟକୁ ସଂଗ୍ରହ କଲେ, ଆଚ୍ଛା ଶ୍ୟାମ ବେଦରୁ ଗୀତକୁ ସୃଷ୍ଟି କଲେ, ଅଥର୍ବ ବେଦରୁ ନୃତ୍ୟକୁ ସୃଷ୍ଟି କଲେ, ଯଜୁର୍ବେଦରୁ ରସକୁ ସୃଷ୍ଟି କଲେ। ବ୍ରହ୍ମା 4 ବେଦରୁ ସାର ସଂଗ୍ରହ କରି ସଙ୍ଗୀତ ଶାସ୍ତ୍ରକୁ ରଚନା କଲେ। ଆଚ୍ଛା ଆଚ୍ଛା ଜଗତର ମଙ୍ଗଳ ପାଇଁ ବ୍ରହ୍ମା ସଙ୍ଗୀତ ସୃଷ୍ଟି କଲେ, କିନ୍ତୁ ଜଣେ ବିରୋଧ କଲେ। ବିରୋଧ କଲେ ବ୍ରହ୍ମଦେବ ଅନେକ ପରିଶ୍ରମ କରି ସଙ୍ଗୀତକୁ ସୃଷ୍ଟି କଲେ, ଜଣେ ବ୍ୟକ୍ତି ତାଙ୍କୁ ବିରୋଧ କଲେ। କହିଲେ ହେ ବ୍ରହ୍ମଦେବ, ଆପଣ ସଙ୍ଗୀତ ସୃଷ୍ଟି କଲେ ସତ, ସତ କିନ୍ତୁ ଜଗତର ମଙ୍ଗଳ ହେଇପାରିବନି ଆପଣଙ୍କ ସଙ୍ଗୀତରେ। ଆଚ୍ଛା ଆଚ୍ଛା ତାହେଲେ ସେ ବ୍ୟକ୍ତି ଜଣକ ଯୋଉ ବିରୋଧ କଲେ, କମ୍ପୋଷ୍ଟ ବାଟେ କିଏ? କିଏ ସେ ଜାଣିବା? ସେ ବ୍ୟକ୍ତି ଜଣକ କିଏ? ଜାଣିବା ନା ସେ କଣ ଯାଇତାହି ବ୍ୟକ୍ତି? ସେ ହଉଛନ୍ତି ଦେବଦେବ ମହାଦେବ କର୍ମ କର୍ମଦାୟକ ସଦାଶିବ ଶଙ୍କର ଭଗବାନ। ଶିବ ବିରୋଧ କଲେ ବ୍ରହ୍ମାଙ୍କୁ। କହିଲେ ବ୍ରହ୍ମଦେବ, ଆପଣ ସଙ୍ଗୀତ ସୃଷ୍ଟି କଲେ ଠିକ ଅଛି, ସଙ୍ଗୀତରେ ମତେ ଟିକେ ଭାଗ କରିଥିଲେ ହେଇନଥାନ୍ତା? ତାହେଲେ ବ୍ରହ୍ମଦେବଙ୍କ ସଙ୍ଗୀତ ସୃଷ୍ଟିରେ ଭୁଲ ରହିଲା କୋଉଠି ଯେ ଶିବ ବିରୋଧ କଲେ? କୋଉଠି ରହିଲା ଭୁଲ? ବ୍ରହ୍ମଦେବଙ୍କ ସଙ୍ଗୀତରେ ଭୁଲ ରହିଲା, ତାଳ ନଥିଲା। ତାଳ ନଥିଲା। ସଙ୍ଗୀତର ଗୀତ ବାଦ୍ୟ ନୃତ୍ୟର ପଣ୍ଡିତ ମୁଖ୍ୟ ହଉଛି ତାଳ। ଆଚ୍ଛା ଆଚ୍ଛା ଯଦି ତାଳ ନାହିଁ ସେ ସଙ୍ଗୀତ ଶୋଭା ପାଇବ ନାହିଁ। ଗୀତ ଗୋଟେ ଆଡେ, ବାଦ୍ୟ ଗୋଟେ ଆଡେ, ନୃତ୍ୟ ଗୋଟେ ଆଡେ, ସେ ସଙ୍ଗୀତ ଶୋଭା ପାଇବ କି? ତେଣୁ ଦେବଦେବ ମହାଦେବ ସୃଷ୍ଟି କଲେ ତାଳ। ଯୋଉ ସମୟରେ ତାଣ୍ଡବ ନୃତ୍ୟ କରୁଥିଲେ, ତାଣ୍ଡବ ନୃତ୍ୟରେ ତାଙ୍କ କଟି ଦେଶରେ ଗୋଟିଏ ଘାଗୁଡି ମାଳ ବାନ୍ଧିଥିଲେ ଶିବ। ଶିବ ହଁ, ଆଚ୍ଛା ଘାଗୁଡି ମାଳ ବାନ୍ଧି ଅନେକ ପ୍ରକାର ନୃତ୍ୟ କରିବା ସମୟରେ ତାଙ୍କ କଟି ଦେଶରୁ ଗୋଟିଏ ଘାଗୁଡି ଛିଡିକି ତଳେ ପଡିଗଲା। ଭାଙ୍ଗ ପାକୁଟା ସେ ମଣ୍ଡପରେ ଥିଲା 7 ଗୋଟି ପାବଛ। ଆଚ୍ଛା 7 ଗୋଟି ପାବଛରେ ଶିବଙ୍କ କଟି ଦେଶରୁ ଖସିଥିବା ଘାଗୁଡିଟି ଗଡି 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 ତଳକୁ 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 ଚାଲିଲା। ସୃଷ୍ଟି ହେଲା ସପ୍ତ ତାଳ। ଇଏ ସାତ ପାହାଚରୁ ସପ୍ତ ତାଳ। ସୃଷ୍ଟି ହେଲା। ତାଳମ୍ ତଳଗତି କୃତ୍ୱା ଅନୁଧୃତ ଧୃତ ଲଘୁ ଧ୍ରୁବାଦି ସପ୍ତ ତାଳେ ତୁ ରଚିତ ତାଣ୍ଡବେ ଶିବ। ଆଚ୍ଛା ବ୍ରହ୍ମଦେବ ସୃଷ୍ଟି କଲେ ଗୀତ ବାଦ୍ୟ ନୃତ୍ୟ, ଶିବ ସୃଷ୍ଟି କଲେ ତାଳ। ସଙ୍ଗୀତକୁ ସମାଜରେ ସମସ୍ତେ ଠିକ ଉପଲବ୍ଧି କଲେ। ଇତ୍ୟାଦି ଇତ୍ୟାଦି ସଙ୍ଗୀତକୁ ବହୁତ ଲୋକ ଉପଲବ୍ଧି କରନ୍ତି।
ଦୁଃଖୀ ଜନ ସୁଖୀ ଜନ ଇତ୍ୟାଦି ଇତ୍ୟାଦି ଅନେକ ଅଛି ଆଉ ଆଲୋଚନା କରିବା ପାଇଁ ସମୟ ନାହିଁ ବେଳ ନାହିଁ ସେ ବ୍ରହ୍ମଦେବ ଶିବଶଙ୍କର କୃଷ୍ଣ ଭଗବାନ ଅନୁଷ୍ଠାନର କର୍ମକର୍ତ୍ତା ଭାଇମାନଙ୍କର ଅଡ଼ୋଶୀ ପଡ଼ୋଶୀରୁ ଆସିଥିବା ଦର୍ଶକ ବନ୍ଧୁମାନଙ୍କର ସମସ୍ତଙ୍କ ଚଲାପଥ କୁସୁମିତ କରନ୍ତୁ ବୋଲ ସର୍ବେ ଆନନ୍ଦ କବାର ହରି